ଭଉଣୀର ଆଖିର ଲୁହରେ ଭିଜୁଛି ପୁରା ଡାକ୍ତରଖାନା। ଆଉ କାନ୍ଦି କାନ୍ଦି କହୁଛି, ରାକ୍ଷୀ ବନ୍ଧା ସାରିବା ପରେ ମୁଁ ତତେ ଅଟକଉଥିଲି, ତୁ ମୋ କଥା ନ ମାନି କାମ ଅଛି ବୋଲି କହି ପଳେଇ ଆସିଲୁ। ସତରେ ମୁଁ ଯଦି ଜାଣିଥାନ୍ତି ଆଜି ଭଳି ଦିନରେ ତୋ ସହିତ ଏମିତି ଘଟିବାକୁ ଯାଉଛି, ମୁଁ କ'ଣ ତୋ ଜିଦ୍ ଆଗରେ ହାର ମାନି ଯାଇଥାନ୍ତି? ରକ୍ଷାବନ୍ଧନରେ ତୋ ଜିଦ୍କୁ ରକ୍ଷା କରିବାକୁ ମୁଁ ତତେ ଯିବାକୁ ଦେଇଥିଲି, ହେଲେ ଜାଣିନଥିଲି ତୁ ଏତେ ଦୂରକୁ ଚାଲିଯିବୁ ଯେ ଆଉ କେବେ ରାକ୍ଷୀ ବାନ୍ଧିବା ପାଇଁ ଫେରିବୁନି। ସବୁ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଆସିବ, ସବୁ ଭଉଣୀ ତାଙ୍କ ଭାଇକୁ ରାକ୍ଷୀ ବାନ୍ଧୁଥିବେ, କିନ୍ତୁ ମୁଁ ରାକ୍ଷୀ ବାନ୍ଧିବା ପାଇଁ ତୋ ହାତ ମୋ ପାଖରେ ନଥିବ। ସତ କହିଲୁ, ମୁଁ କ'ଣ କିଛି ଭୁଲ କରିଦେଲି କି, ଯାହା ପାଇଁ ତୁ ମୋତେ ଛାଡ଼ି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲୁ? ଏଇ ଏବେ ଏବେ ରାକ୍ଷୀ ବାନ୍ଧି ମୋତେ ଗିଫ୍ଟ ଦେଇ କାମ ଅଛି ବୋଲି କହି ପଳେଇ ଗଲୁ, ହେଲେ ରାସ୍ତାରେ ସେ କାଳ ଜମଟା ତତେ ନେବା ପାଇଁ ଅନେଇ ବସିଥିଲା, କେମିତି ବା ମୁଁ ଜାଣିବି? ଦର୍ଶକ ବନ୍ଧୁ, ଏ ହୃଦୟ ବିଦାରକ କଥା ହେଉଛି ଭାଇ ହାତରେ ରାକ୍ଷୀ ବାନ୍ଧିବାର କିଛି ସମୟ ପରେ ଭାଇକୁ ହରାଇଥିବା ଗୋଟେ ଭଉଣୀର କୋହଭରା କଥା। ଭାଇ, ଭାଇ ଏମିତି ଏକ ଶବ୍ଦ ଯାହାକୁ ଶବ୍ଦରେ ବର୍ଣ୍ଣନା କରିହେବନି। ଭାଇ ଭଉଣୀ ଯେତେ ଦୂରରେ ଥିଲେ ମଧ୍ୟ ବର୍ଷରେ ଥରେ ଆସିଥିବା ଏ ଗୋଟିଏ ଦିନ ଭାଇ ଭଉଣୀକୁ ଏକାଠି କରିଥାଏ। ଭାଇ ଭଉଣୀ ଉପରେ ଯେତେ ରାଗ କରିଥିଲେ ବି ଏଇ ଦିନରେ ସବୁ ରାଗରୁଷା ଭୁଲି ଭଉଣୀ ପାଖକୁ ଧାଇଁ ଆସିଥାଏ ଭାଇ। ଆଉ ଭଉଣୀ ମଧ୍ୟ ଭାଇର ଆସିବା ବାଟକୁ ଚାତକ ପରି ଚାହିଁ ରହିଥାଏ। ସତରେ ଦର୍ଶକ ବନ୍ଧୁ, ଭାଇ ଗୋଟିଏ ବର୍ଷ ଧରି ଯେଉଁ ଦିନକୁ ଅପେକ୍ଷା କରିଥିଲା, ଶେଷରେ ସେଦିନ ଆସିଲା। ଆଉ ସେପଟେ ଭଉଣୀ ମଧ୍ୟ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଗୋଟିଏ ବର୍ଷ ଧରି ଚାହିଁ ରହିଥିଲା। ଭଉଣୀ ଚାହିଁ ରହିଛି ବୋଲି ଭାଇ ଜାଣିବା ପରେ ଭଉଣୀ ଘରକୁ ଯାଇଥିଲା ଭାଇ। ଆଉ ଭାଇକୁ ଦେଖିବା ପରେ ଭଉଣୀ ଖୁସି ହୋଇଯାଇଥିଲା। ସବୁ ଭଉଣୀ ଯେମିତି ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି, ଠିକ୍ ସେହିପରି ମୁନ୍ନାଙ୍କ ହାତରେ ତାଙ୍କ ଭଉଣୀ ମଧ୍ୟ ରାକ୍ଷୀ ବାନ୍ଧିଥିଲେ। ଭଉଣୀ ଘରୁ ରାକ୍ଷୀ ବାନ୍ଧି ଘରକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା, ଯାହାଫଳରେ ଭାଇର ଚାଲି ଯାଇଥିଲା ଜୀବନ। ଏ ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମହାଲୁଣ୍ଡା ପଞ୍ଚାୟତ ଟାଙ୍ଗଶାଳୀ ଗ୍ରାମର ଗୟା ବେହେରାଙ୍କ ଏକମାତ୍ର ପୁଅ ମୁନା ବେହେରା ବାଉଁଶ ପୋଖରୀ ପଞ୍ଚାୟତ ବରଡ଼ାପଲା ଗ୍ରାମରେ ବିବାହ କରିଥିବା ନିଜ ଭଉଣୀ ଘରକୁ ରାକ୍ଷୀ ବାନ୍ଧି ସାରି ବାଇକ୍ ଯୋଗେ ଘରକୁ ଫେରିବା ସମୟରେ ସେହି ବରଡ଼ାପାଳ ଗ୍ରାମରେ କୌଣସି ଏକ ଅଜଣା ଗାଡ଼ି ପିଟି ଦେଇ ଫେରାର ହୋଇଯାଇଥିଲା। ଫଳରେ ମୁଣ୍ଡ ଖୁବ୍ ଜୋରରେ ପିଟି ହୋଇଯାଇ ମୁନା ବେହେରା ଗୁରୁତର ଆହତ ହୋଇଥିଲେ ଏବଂ ଗୁରୁତର ଆହତ ମୁନାକୁ ହିନ୍ଦୋଳ ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ହିନ୍ଦୋଳ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଏଭଳି ମୃତ୍ୟୁ ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଢେଙ୍କାନାଳ ହିନ୍ଦୋଳରୁ ସୁଜିତ କୁମାର ବେହେରାଙ୍କ ରିପୋର୍ଟ, A1 ଓଡ଼ିଆ।